ଆଜ୍ଞା ଲୋକମାନେ କଣ କହନ୍ତି କି ଖୁସିକୁ ବାଣ୍ଟିଲେ ବଢେ, ମୋ ମତରେ କିନ୍ତୁ ନାହିଁ ଆଜ୍ଞା। ଖୁସି ଆପଣ ଯେତେ ବାଣ୍ଟିବେ ନଜର ଆପଣଙ୍କର ସେତେ ଲାଗିବ। ରିସେଣ୍ଟ କିଛିଟା ଘଟଣା ବି ଆପଣ ଦେଖୁଥିବେ। ଗୋଟେ ଜିନିଷ କଣ ହୁଏ ନା, ଲୋକମାନଙ୍କର ନଜର ଠିକ ନଥାଏ। ଲୋକମାନଙ୍କର ନଜର ସବୁବେଳେ କଣ ହୁଏ ନା କି ଅନ୍ୟର ଅନିଷ୍ଟ କରିବେ। ମାନେ କେବେ ବି ଚାହାନ୍ତିନି କି ଆପଣ ଖୁସିରେ ରୁହନ୍ତୁ। ସେଥିପାଇଁ ଲାଇଫରେ ଆମେ ଯୋଉ ଭାବୁନା କି ହଁ କିଛି ଜିନିଷ ଆମେ ପବ୍ଲିକ କରିବା, କିଛି ଜିନିଷ ଆମେ ଲୋକଙ୍କୁ ଜଣେଇବା, ନାଇଁ ଆଜ୍ଞା କିଛି ଦରକାର ନାହିଁ। ଲୋକମାନେ କଣ ଆପଣଙ୍କୁ ଖାଇବାକୁ ଦେବେ ନା ଲୋକମାନେ ଆପଣଙ୍କର ଭଲ ମନ୍ଦରେ ଆସି ଛିଡା ହେବେ? ଯଦି ନିଜର ଦୁଃଖକୁ ଆପଣ ପେଟ ଭିତରେ ଚାପିକି ରଖୁଛନ୍ତି ତାହେଲେ ଖୁସି ଥିଲା ବେଳକୁ ସମସ୍ତଙ୍କୁ କାହିଁ ଜଣାଉଛନ୍ତି କି ଆମେ ଖୁସି ଅଛୁ ବୋଲି? ଏ ଲୋକମାନେ ସବୁଠୁ ବଡ ବେଇମାନ, ଏ ଲୋକମାନଙ୍କ ନଜର ସବୁଠୁ ଖରାପ। ସେଥିପାଇଁ ଲାଇଫରେ କିଛି ବି କରୁଛନ୍ତି ନା ସବୁବେଳେ ପ୍ରାଇଭେସି ମେଣ୍ଟେନ କରନ୍ତୁ, ବିଲିଭ କରନ୍ତୁ। ପ୍ରାଇଭେସି ରଖିଲେ ନା ଆପଣଙ୍କ ଲାଇଫ ସବୁଠୁ ଖୁସିରେ ରହିବ। ଏଟା ମୁଁ ଆଜ୍ଞା ଇତିହାସ ବି ଲେଖା ଅଛି। ସେଥିପାଇଁ ଏ ଲୋକମାନଙ୍କ କଥା ଚିନ୍ତା ଛାଡନ୍ତୁ, ଲୋକମାନଙ୍କୁ ଖୁସି କରିବା କଥା ଛାଡନ୍ତୁ, ନିଜେ ଖୁସିରେ ରୁହନ୍ତୁ ଆଉ ନିଜର ଲୋକମାନଙ୍କ ସହିତ ଖୁସିରେ ରୁହନ୍ତୁ। ସବୁବେଳେ କୁହେ ବୁଝିବା ଲୋକ ଠିକ ବୁଝିବେ।